आज लखनपुर ब्लॉक बागमुंडा स्थित पथप्रांत सुविधा केन्द्र परिदर्शन करिसेंती जिल्लापाल। ଏହି ଗସ୍ତ ସମୟରେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧର ଡକ୍ଟର ପୁଷ୍ପଶ୍ରୀ ନାୟକ, ଲଖନପୁର ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୋମେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ବାଗମୁଣ୍ଡାସ୍ଥିତ ଏହି କେନ୍ଦ୍ରଟି ମା ଶାରଦା ଏସ୍ଏଚ୍ଜି ଦ୍ୱାରା ପରିଚାଳିତ ହୋଇଆସୁଛି। ଗତ କାଳରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ରର ବିଭିନ୍ନ ସୁବିଧା ସୁଯୋଗ ବୁଲି ଦେଖିବା ସହ ଦୈନନ୍ଦିନ ପରିଚାଳନା କେନ୍ଦ୍ର କାର୍ଯ୍ୟର ସମୀକ୍ଷା କରିଥିଲେ। ସେମାନେ ଏସ୍ଏଚ୍ଜିର ସଦସ୍ୟମାନଙ୍କ ସହ ସିଧାସଳଖ ଆଲୋଚନା କରି ସେବା ଯୋଗାଣ, ରକ୍ଷଣାବେକ୍ଷଣ, ସ୍ୱଚ୍ଛତା, ଗ୍ରାହକ ସନ୍ତୋଷ ଏବଂ ଆୟ ବୃଦ୍ଧିକାରୀ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ। ଏସ୍ଏଚ୍ଜି ସଦସ୍ୟମାନେ କେନ୍ଦ୍ରର କାର୍ଯ୍ୟକାରିତା, ସମ୍ମୁଖୀନ ହେଉଥିବା ସମସ୍ୟା ଓ ଭବିଷ୍ୟତରେ ଆୟ ବୃଦ୍ଧି ପାଇଁ ଥିବା ଯୋଜନା ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ପଥଚାରୀ ଓ ପର୍ଯ୍ୟଟକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବା ସହ କେନ୍ଦ୍ରର ସୁପରିଚାଳନା ପାଇଁ ଜିଲ୍ଲାପାଳ ଏସ୍ଏଚ୍ଜି ମହିଳାମାନଙ୍କ ପ୍ରଚେଷ୍ଟାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ପରିବେଶ ଅନୁକୂଳ ସୌରଶକ୍ତିର ବ୍ୟବହାର ପାଇଁ ଏସ୍ଏଚ୍ଜି ମହିଳାମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ସୌରଶକ୍ତି ଭଳି ଅକ୍ଷୟ ଶକ୍ତିକୁ ଆପଣାଇବା ଦ୍ୱାରା ବୈଦ୍ୟୁତିକ ଖର୍ଚ୍ଚ ହ୍ରାସ ପାଇବା ସହ ଏହି ସୁବିଧା କେନ୍ଦ୍ରଟି ଏକ ପରିବେଶ ଉପଯୋଗୀ ଏବଂ ସ୍ଥାୟୀ ମଡେଲରେ ପରିଣତ ହୋଇପାରିବ ବୋଲି ସେମାନେ ପ୍ରକାଶ କରିଥିଲେ। ଓଏଲ୍ଏମ୍, ଡିପିଏମ୍ ଏବଂ ବିଡିଓ ମହିଳାମାନଙ୍କୁ କେନ୍ଦ୍ରର ସ୍ୱଚ୍ଛତା ବଜାୟ ରଖିବା ଓ କେନ୍ଦ୍ର ମାଧ୍ୟମରେ ଅତିରିକ୍ତ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ କୁରେମାଲ ସ୍ଥିତ ଅନ୍ୟ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ସମରବଗାର ମା ମାଣିକେଶ୍ୱରୀ ଏସ୍ଏଚ୍ଜିକୁ ଦିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ରମ ହୋଇନାହିଁ। ଜିଲ୍ଲାପାଳ ଏହାର ଭିତ୍ତିଭୂମି ସମୀକ୍ଷା କରିବା ସହ ଆବଶ୍ୟକୀୟ ପ୍ରସ୍ତୁତି ଶୀଘ୍ର ଶେଷ କରି ଅତି ଶୀଘ୍ର କେନ୍ଦ୍ରଟିକୁ କାର୍ଯ୍ୟକ୍ରମ କରିବାକୁ ସମ୍ପୃକ୍ତ ଏସ୍ଏଚ୍ଜି ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।